ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଆସି ଯାଇଛି ପାଣିପାଗକୁ ନେଇ ବଡ଼ ଅପଡେଟ୍। କୋଉ କୋଉ ଜିଲ୍ଲାରେ ବର୍ଷା ହେବ, ଆଉ କୋଉ କୋଉ ଜିଲ୍ଲାରେ ପାଗ ଖିଲା ରହିବ, ଆଉ କୋଉ କୋଉ ଜିଲ୍ଲାରେ ପାଗ ମେଘୁଆ ରହିବ। ଦର୍ଶକ ବନ୍ଧୁ, ଏହା ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ପଡିବ। ଆଉ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଖବର ପାଇପାରିବେ। ଗତ 3 ଦିନ ହେଲାଣି ଆକାଶରେ ମେଘୁଆ ଦେଖାଯାଉଛି, କିନ୍ତୁ ବର୍ଷା ହେବାର ସମ୍ଭାବନା ଅଛି କି ନାହିଁ ଏହା ସମ୍ପୂର୍ଣ୍ଣ ଜାଣିବା। ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେଇପାରେ। ଉତ୍ତର ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣରୁ ବର୍ଷା ହେଇପାରେ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଏବେ ଜାଣିବା ଉପକୂଳ ଓଡ଼ିଶା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଏହି ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏବେ ଆମେ ଜାଣିବା ଅଭ୍ୟନ୍ତରୀଣ ଓଡ଼ିଶା। କନ୍ଧମାଳ, ଗଜପତି ଏବଂ କୋରାପୁଟ ଏହି 3ଟି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି। ଗୁରୁତ୍ୱପୂର୍ଣ୍ଣ ସୂଚନା ଶୁଣି ନିଅନ୍ତୁ। ବିଜୁଳି ଘଡ଼ଘଡ଼ି ସମୟରେ ଆପଣ ଗଛ ପାଖରେ ଠିଆ ହୁଅନ୍ତୁ ନାହିଁ। ଆପଣ ଘଡ଼ଘଡ଼ି ବର୍ଷା ସମୟରେ ଯେକୌଣସି ଘର ପାଖରେ ଆପଣ ଠିଆ ହେଇ ରୁହନ୍ତୁ। ଦର୍ଶକ ବନ୍ଧୁ, ଯେଉଁ ଜିଲ୍ଲାମାନଙ୍କୁ ଏବେ ବର୍ତ୍ତମାନ ମୁଁ କହିନାହିଁ ସେହି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ, କିଛି କିଛି ଜିଲ୍ଲାରେ ମେଘୁଆ ଦେଖାଯିବ। ଦର୍ଶକ ବନ୍ଧୁ, ଆପଣ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି, ଆଉ ଆପଣଙ୍କର ଜିଲ୍ଲାରେ କେମିତି ପାଗ ଅଛି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଆଉ ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲ ଯଦି ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ସର୍ବପ୍ରଥମେ ପାଇପାରିବେ। ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଖବର ପାଇପାରିବେ। ଦର୍ଶକ ବନ୍ଧୁ, ଆଜି ପାଇଁ ଖବର ଏତିକି। ରହିଲି, ଜୟ ଜଗନ୍ନାଥ।